ନମସ୍କାର ଜୟ ଜଗନ୍ନାଥ ଆଉ ଗୋଟେ ନୂଆ ଭିଡ଼ିଓ ସେଥିରେ ମୁଁ ପୁଣି ଆସି ପହଞ୍ଚି ଯାଇଛି। ତ ଆଜି ଆମର ଗଛରୁ ଗୁଆ ବହୁତ ଦିନ ହେଲା ପାଚିକି ଥିଲା, ତ ତାକୁ ଆଜି ବାପା ପାରିଦେଲେ। ପାରିକି ତାକୁ ଅଖାରେ ଏମିତି ପୂରେଇକି ଏଇନା ସେ 2-3 ମାସ ଯାଏ ଶୁଖିବ। 2-3 ମାସ ଯାଏ ଖରା ପୁରା ଶୁଖିଗଲେ ବଢ଼ିଆ ସେ ତା ଭିତରୁ ବାହାରିବ। ନହେଲେ ଯଦି ମାନେ ମାସକେ 2 ମାସ ଏମିତି ଶୁଖେଇବେ ସେ ତା ଭିତରୁ କଞ୍ଚାଳିଆ କଞ୍ଚାଳିଆ ବାହାରିବ, ସେ ଜମା ବି ଖାଇବାକୁ ଭଲ ଲାଗିବନି। ତ ଆମ ଘରେ ତ ସମସ୍ତେ ପାନ ଖିଆ ଲୋକ ନା। ଆଉ ତାପରେ ମୁଁ ଗାଧେଇ ସାରିଲା ପରେ ଆସିଯାଇଥିଲି ଟିକେ ଜିନା ପାଖକୁ। ଆସିଲା ବେଳକୁ ଜିନା ତ ଘର ନଥିଲା, କିନ୍ତୁ ଇଏ ଜନ୍ତୁଟାକୁ ଦେଖିଲି ପୁରା ପାଗଳ ହେଇଯାଇଛି ଡ୍ୟାନ୍ସ କରିବ ବୋଲି। ସନ୍ଧ୍ୟାବେଳେ ତାପରେ ମୁଁ ଯେହେତୁ ଖରାବେଳେ ଜିନା ପାଖକୁ ଯାଇଥିଲି, ସେ ସନ୍ଧ୍ୟାବେଳେ ମୋ ପାଖକୁ ପଳେଇ ଆସିଥିଲା। ଆଉ ତାକୁ ଗୋଟେ କିଏ କୁଆଡ଼େ ରଙ୍ଗ ନମ୍ବରରେ ମେସେଜ୍ କରି ଆଶା ଦିଦି ବୋଲି କହିଛି, ସେଇ ବିଷୟରେ ସେ ମୋତେ କହୁଥିଲା। ଛାଡ଼ନ୍ତୁ। ତାପରେ ଆଜି ଯେହେତୁ ବୁଧବାର ଥିଲା, ତ ଭାଇ ଚିକେନ୍ ନେଇ ଆସିଥିଲା ରାତିରେ। ଆଉ ଚିକେନ୍ ଆସିଲା ମାନେ ତ ମୋ ଡ୍ୟୁଟି ଷ୍ଟାର୍ଟ, ମୁଁ ହିଁ କରିବି। ମୋତେ ଭଲ ଲାଗେ ଚିକେନ୍ ଆସିଲେ ରୋଷେଇ କରିବା ପାଇଁ। ଆଉ ଏଇଟା ହେଉଛି ବହୁତ ଦିନର ଭିଡ଼ିଓଟା, ମୋତେ ଟିକେ ସମୟ ହେଇନଥିଲା ବୋଲି ମୁଁ ମାନେ ଏଡ଼ିଟିଂ କରିନଥିଲି, ସେଥିପାଇଁ ଅପଲୋଡ଼ ହେଇନଥିଲା। ଆପଣମାନେ ଭାବୁଥିବେ ଏଇଟା ଗୋଟେ ଅଫିସରିଆ ଲୋକଟା, ତାକୁ ସମୟ ହେଉନଥିଲା। ଛାଡ଼ନ୍ତୁ। ତାପରେ ଆମେ ଖାଇସାରିଲା ପରେ ଶୀତ ଯେଉଁ ଭଳିଆ ହେଉଛି, ଆମେ ସବୁବେଳେ ଆସିକି ରାତିରେ ଖାଇସାରିଲା ପରେ ଚୁଲି ପାଖରେ ବସୁ। ଚୁଲି ପାଖରେ ଆସିଲା ବେଳକୁ ଇଏ ବି ଚୁଲି ପାଖରେ ବସିଛି, କେମିତି ଶୋଇ